ମୋ ନାଁ ହେଉଛି ସୁନୀଲ ପେଦା କାପୁ। ମୁଁ ଜଣେ କଟାପର୍ଜା ସମାଜର ଭାଇସ୍ ପ୍ରେସିଡେଣ୍ଟ ଅଛି। ଆଜି ସିପାହୀପୁର ଆଶ୍ରମଠାରେ ଭୁବନେଶ୍ୱରରୁ ଆସିଥିଲେ ଆମର ଡେପୁଟି ଡାଇରେକ୍ଟର ସାର୍, ତାପରେ ଭାଷାବିତ୍ ଆମର ପରମାନନ୍ଦ ପଟେଲ ସାର୍ ଆସିଥିଲେ। 63 ପ୍ରକାର ଆଦିବାସୀକୁ ଡାକି ନେଇକରି ସେଠି ଗୋଟେ ଆଲୋଚନା ଚକ୍ର ହେଇଥିଲା। ସେଥିରେ ଆମର ଭାଷା, ଆମର ସଂସ୍କୃତି, ଆମର ରୀତିନୀତି, ଆମର ନାଚ ଗୀତ, ଆମର ପରମ୍ପରା ଯେମିତି ଆଗାମୀ ଦିନକୁ ବଜାୟ ରହିବ, ସୁରକ୍ଷିତ ରହିବ, ସେଥିପ୍ରତି ସେମାନେ ଆଲୋଚନାରେ ସମସ୍ତେ ଭାଗ ନେଇକରି ସେଠି ଆଲୋଚନା କରାଯାଇଥିଲା। ତା ନିର୍ବାଚନର ପଟାଙ୍ଗୀ, ସିମିଲିଗୁଡ଼ା, ମନ୍ଦପୁର ଆଉ ଆମର ଆନ୍ଧ୍ର ବର୍ଡ଼ରରୁ ବି ଆମର ଆଦିବାସୀ ଭାଇମାନେ ଆସିକି ଯୋଗ ଦେଇଥିଲେ। ଆମର ସଭାଟା ସୁରୁଖୁରୁରେ ଚାଲିଥିଲା, ବଢ଼ିଆ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଭାଷା ପ୍ରୋବ୍ଲେମ୍। ଆଜ୍ଞା ଆମର ପିଲାମାନେ ସ୍କୁଲରେ ପାଠ ପଢ଼ି ପାରୁନାହାନ୍ତି, ଯେହେତୁ ସେମାନେ ଓଡ଼ିଆ ଭାଷା ସେମାନେ ଜାଣିପାରୁନାହାନ୍ତି। କନ୍ଧ ପିଲାମାନେ କନ୍ଧ ଭାଷାରେ କଥା ହେଉଛନ୍ତି, ପର୍ଜା କଣ୍ଡା ପିଲାମାନେ କଣ୍ଡା ପର୍ଜା ଭାଷାରେ କଥା ହେଉଛନ୍ତି, ଧୋରାମାନେ ଧୋରା ଭାଷାରେ କଥା ହେଉଛନ୍ତି, ଓଡ଼ିଆ ଜାଣୁନାହାନ୍ତି। ସେଥିପାଇଁ ବୋଲି ଅସୁବିଧା ହେଉଛି। ସେଥିପାଇଁ ଆମେ ସରକାରଙ୍କୁ ଆମେ ଦାବି ଦେଲୁ ଯେ କହିଲୁ ଯେ ସେମାନେ ଯେମିତିକି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ଯେମିତି ବହି ଚପାଇବେ ଆଉ ପିଲାମାନଙ୍କୁ ସ୍କୁଲମାନଙ୍କୁ ବଣ୍ଟନ କରିବେ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବୋଲି ଆମେ ଦାବି ଜଣାଇଲୁ ସାର୍। ପ୍ରାୟ ଆମର ନିର୍ବାଚନ ମଣ୍ଡଳୀର ତାପରେ କୋରାପୁଟ ଆଡ଼ରୁ ବି ଆସିଥିଲେ, ଆଉ ଆନ୍ଧ୍ର ବର୍ଡ଼ରରୁ ବି ଆସିଥିଲେ। ଆଉ ଆମର କଣ୍ଡା ପର୍ଜା ଭାଇମାନଙ୍କର ପାଇଁ ସ୍ୱତନ୍ତ୍ର ଗୋଟେ ଆଦିବାସୀ ତରଫରୁ ଆମର କଣ୍ଡା ପର୍ଜା ଭାଇମାନଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ସ୍କୁଲ ହଷ୍ଟେଲଟା କରିବା ପାଇଁ ବୋଲିକରି ପ୍ରସ୍ତାବ ଦେଇଥିଲୁ ଆମେ। ସେଥିପାଇଁ ସେମାନେ ବି ସେ କର୍ଣ୍ଣପାତ କରିଥିଲେ। ତାପରେ ସେଥିରେ ଯେମିତିକି ଆମର କଣ୍ଡା ପର୍ଜା ଭାଇମାନଙ୍କର ଭାଷା ଟିଚର ବି ଗତ ଥର ବି ପାଇନାହାନ୍ତି। ତାପରେ ଭବିଷ୍ୟତରେ କେମିତି ଭାଷା ଟିଚର ଆମର କଣ୍ଡା ପର୍ଜା ଭାଇମାନେ ପାଇବେ, ସେଥିପ୍ରତି ଦୃଷ୍ଟି ଦେବେ ବୋଲିକରି ତାଙ୍କେ ପ୍ରତିଶ୍ରୁତି ଦେଇଛନ୍ତି। ତ ବିଶ୍ୱାସ କରୁଛୁ ବା ଭରସା ବି ରଖିଛୁ, ସେଇଟା ସରକାରଙ୍କର ଉପରେ ରହିଲା। ଆମର ତ ନ୍ୟାଯ୍ୟ ଦାବି ଆମେ ସରକାରଙ୍କୁ ଆମେ ଦାବି କରୁଛୁ, ତାହା ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଏ କାର୍ଯ୍ୟକ୍ରମଟା ଚାଲୁ ରଖିବୁ। ଆଉ ମେନ୍ ହେଉଛି ଆମର ଭାଷା ଆଜ୍ଞା। ତାପରେ ଆମର କଣ୍ଡା ପର୍ଜା ଭାଷା ଏବେ ପର୍ଯ୍ୟନ୍ତ ଆମର ସରକାରୀ ମାନ୍ୟତା ପାଇନାହିଁ। ସେଇଟା କେମିତି ସରକାର ମାନ୍ୟତା ପାଇବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଆମେ ଦାବି ଦେଇଛୁ ଆଜ୍ଞା। ଯଦି ଦାବି ପୂରଣ ନ ହୁଏ, କେମିତି ବି ନ ହୁଏ ସାର୍, ସମସ୍ତଙ୍କର ଦାବି ପୂରଣ ହେଉଛି। ଅନ୍ୟ ଆମର କନ୍ଧ ଭାଇମାନଙ୍କର ମାନ୍ୟତା ପାଇଲା କି ଗଦା ଭାଇମାନଙ୍କର ମାନ୍ୟତା ପାଇଲା, ତାପରେ ଆମର କଣ୍ଡା ପର୍ଜା ଭାଇମାନଙ୍କର ବି ମାନ୍ୟତା ପାଇବ ସାର୍। କାହିଁକି ଯେହେତୁ ଆମେ ପୂର୍ବପୁରୁଷରୁ ଆମେ ଆଦିବାସୀ ହେଇକରି ଅଛୁ ଆଜ୍ଞା।